ସେ ଯୋଉ ଭାବନା ଲୋକଙ୍କର ଯୋଉ ଇମୋସନ ଅଛି ତା ପ୍ରତି ମାନବ ପ୍ରତି କିମ୍ବା ସେ ରାବଣ ପ୍ରତି ସେ ଇମୋସନକୁ ନ ଭାଙ୍ଗିବା ପାଇଁ ଇଏ ପଛଘୁଞ୍ଚା ଦେଇଛନ୍ତି। ଆଉ ରାବଣ ଆସୁଛି ବୋଲି ଆପଣ ମାନେ ଜାଣିଥାନ୍ତୁ, ରାବଣ ସୁନିଶ୍ଚିତ ଆସୁଛି। ଗୋଟେ ଟାଇଟଲଟା ଭାରି ଇମ୍ପୋର୍ଟାଣ୍ଟ ଗୋଟେ ସିନେମା ପ୍ରତି, ଯେ ସେ ଅନୁଭବ କରୁନା କାହିଁକି ତାଙ୍କ ଦର୍ଶକ ମାନେ ଗୋଟେ ସ୍ୱପ୍ନ ଦେଖିଥିଲେ, ଗୋଟେ ଭାବିଥିଲେ ରାବଣ ଗୋଟେ ବିରାଟ ବଡ ଜିନିଷ ଆସୁଛି, ତାପରେ ହଠାତ୍ ଯେତେବେଳେ ଅଧିରାଜ ହେଇଯାଉଛି ତ ସେ ଟାଇଟଲଟା ସେ ଦମ ବି ଲାଗୁନି। ତ ତା ଦର୍ଶକଙ୍କୁ ଆଉ ତାକୁ ଭଲ ପାଉଥିବା ଲୋକଙ୍କ ପାଇଁ ସେ ଏଠୁ ମତେ ପଛଘୁଞ୍ଚା ଦେଇଛନ୍ତି ବୋଲି ମୋର ଯାହା ବିଶ୍ୱାସ। ଏଇଟା ବିବାଦ ନୁହେଁ, ଏଇଟା ବିବାଦୀୟ କରାଯାଉଛି। କିନ୍ତୁ ଘଟଣା ହଉଛି କଣ କି, ଯେହେତୁ ରାବଣ ଆଉ ଅଧିରାଜ ଆ ଭିତରେ ଫରକ ଅଛି। ରାବଣ ସହିତ ଅନୁଭବର ଇମୋସନ ଥିଲା, ଆଉ ରାବଣ ସହିତ ତାର ଦର୍ଶକ ଫ୍ୟାନ ଫଲୋର୍ସ ମାନଙ୍କ ବି ଆଶାବାଦୀ ଥିଲେ। ଯେହେତୁ ଟାଇଟଲ ଚେଞ୍ଜ କରାଗଲା ତ ସେ ପ୍ରୋଜେକ୍ଟ ପାଇଁ ଅଧିରାଜ ପାଇଁ ପଛଘୁଞ୍ଚା ଦେଇଛନ୍ତି। ଆଉ ରାବଣ ପ୍ରତି ତାଙ୍କର ଦୁର୍ବଳତା ଅଛି, ଆଉ ତାଙ୍କର ବୋଲି ନୁହଁ, ତାଙ୍କ ଫ୍ୟାନ ଫଲୋର୍ସ ଯୋଉମାନେ ଭଲ ପାଆନ୍ତି ତାଙ୍କୁ, ତା ସେ ରାବଣ ଟାଇଟଲ ପ୍ରତି ଦୁର୍ବଳତା ଅଛି। ଆଉ ସେ ଟାଇଟଲ ନିଶ୍ଚିନ୍ତ ଆଗାମୀ ଦଶହରାରେ ସମସ୍ତେ ଦେଖିପାରିବେ ବୋଲି ମୋର ଆଶା ବିଶ୍ୱାସ। ନାଇଁ, ଷଡ଼ଯନ୍ତ୍ର ନୁହେଁ ଯଦିଓ ହୁଏତ ପ୍ରଡକ୍ସନ ହାଉସ କଣ ଥାଇପାରେ, ଆଷ୍ଟ୍ରୋଲୋଜି ପ୍ରୋବ୍ଲେମ କି କଣ ଥାଇପାରେ, ହୁଏତ ଟାଇଟଲ ଚେଞ୍ଜ କରିଥିବେ। କିନ୍ତୁ ଯେହେତୁ ଟାଇଟଲଟା ଆମେ ରାବଣଟା ଆମେ ବେଳୁଛୁ ଶୁଣି ଆସୁଛୁ, କେବେଠାରୁ ଶୁଣି ଆସୁଛେ, ତ ଲୋକ ରାବଣକୁ ଅପେକ୍ଷା କରୁଛନ୍ତି, ଅଧିରାଜକୁ ନୁହେଁ। ଅଧିରାଜ ତ ଏବେ ନୂଆ ନାଁଟା ବାହାରିଲା, କିନ୍ତୁ ଯେହେତୁ ରାବଣକୁ ଏତେ ଦିନ ହେଲାଣି ଲୋକ ଅପେକ୍ଷା କରୁଛନ୍ତି, ଆଉ ଲୋକଙ୍କ ଭିତରେ ଦର୍ଶକଙ୍କ ଭିତରେ ବି ଟିକେ ହାରାସମେଣ୍ଟ ଆସିବ। କାହିଁକି ନା ସେ ଅଧିରାଜକୁ ଅପେକ୍ଷା କରୁନାହାନ୍ତି, ରାବଣକୁ ଅପେକ୍ଷା କରୁଛନ୍ତି। ଆଉ ଗୋଟେ ଟାଇଟଲଟା ଭାରି ଇମ୍ପୋର୍ଟାଣ୍ଟ ଗୋଟେ ସିନେମା ପ୍ରତି, ଯେ ସେ ଅନୁଭବ କରୁନା କାହିଁକି ତାଙ୍କ ଦର୍ଶକ ମାନେ ଗୋଟେ ସ୍ୱପ୍ନ ଦେଖିଥିଲେ, ଗୋଟେ ଭାବିଥିଲେ ରାବଣ ଗୋଟେ ବିରାଟ ବଡ ଜିନିଷ ଆସୁଛି, ତାପରେ ହଠାତ୍ ଯେତେବେଳେ ଅଧିରାଜ ହେଇଯାଉଛି ତ ସେ ଟାଇଟଲଟା ସେ ଦମ ବି ଲାଗୁନି। ତ ତା ଦର୍ଶକଙ୍କୁ ଆଉ ତାକୁ ଭଲ ପାଉଥିବା ଲୋକଙ୍କ ପାଇଁ ସେ ଏଠୁ ମତେ ପଛଘୁଞ୍ଚା ଦେଇଛନ୍ତି ବୋଲି ମୋର ଯାହା ବିଶ୍ୱାସ। କାହାଣୀରେ କିଛି ପରିବର୍ତ୍ତନ ବା ବଜେଟରେ କିଛି ପରିବର୍ତ୍ତନ ହବ? ନା, ବଜେଟରେ ତ କିଛି ପରିବର୍ତ୍ତନ ହବନି, କାରଣ ଏଇଟା ବିଗ ବଜେଟ ପ୍ରଥମରୁ ଥିଲା। ଏବେ ବି ଯେତେବେଳେ ହବ ସେତେବେଳେ ସେ ବିଗ ବଜେଟ ହିଁ ହବ, କାରଣ ଛୋଟ ସିନେମା ଇଏ ନୁହେଁ, ବିରାଟ କାନଭାସ ସିନେମା। କିନ୍ତୁ ଗୋଟେ ଘଟଣା ହଉଛି କଣ କି, ଟାଇଟଲ ସବଜେକ୍ଟ ଯାହା ଲାଗୁଛି ସେଇଆ ହିଁ ରହିବ। ସେଇଥିପାଇଁ ତ ଓଭରି ଗଲେ ବୋଧେ ମୋର ଯାହା ବିଶ୍ୱାସ। ଆଉ ସେଇଥିପାଇଁ ତାଙ୍କ ଯୋଉ ଫ୍ୟାନ ଫଲୋର୍ସ ଅଛନ୍ତି ସେମାନେ ବି ମୋ ସହିତ କଣ୍ଟାକ୍ଟରେ ଅଛନ୍ତି। ସେମାନେ ତାଙ୍କର ବି ମନ ଦୁଃଖ ଅଛି ଯେ ରାବଣକୁ ଆମେ ଅପେକ୍ଷା କରୁଛୁ, ଅଧିରାଜକୁ ନୁହେଁ। ତ ସେ ଯୋଉ ଭାବନା ଲୋକଙ୍କର ଯୋଉ ଇମୋସନ ଅଛି ତା ପ୍ରତି ମାନବ ପ୍ରତି କିମ୍ବା ସେ ରାବଣ ପ୍ରତି ସେ ଇମୋସନକୁ ନ ଭାଙ୍ଗିବା ପାଇଁ ଇଏ ପଛଘୁଞ୍ଚା ଦେଇଛନ୍ତି। ଆଉ ରାବଣ ଆସୁଛି ବୋଲି ଆପଣ ମାନେ ଜାଣିଥାନ୍ତୁ, ରାବଣ ସୁନିଶ୍ଚିତ ଆସୁଛି। ନିଶ୍ଚୟ ଆସିବ ରାବଣ, ନିଶ୍ଚୟ ଆସିବ ରାବଣ, 100% ଆସିବ। କୋଉ ସିନେ ପ୍ରଡକ୍ସନ ସହାୟତା କରିବ ସେଇଟା କହିହବନି, କିନ୍ତୁ ବହୁତ ଶୀଘ୍ର ଆପଣ ମାନେ ବି ଜାଣିଥିବେ।